ମୁଁ କିଛି କାମ କରେନି, ଘରେ ରୁହେ ଆଉ ବାହାନା କରେ କି ପିଲାଙ୍କ ଦାୟିତ୍ୱ ଅଛି, ରୋଜଗାର କରୁନି। ମହିଳା ହେବା ସହିତ ଏହା ଏକ ବଡ଼ ବିପଦ ମଧ୍ୟ। ସେହି ଦାୟିତ୍ୱକୁ ଏକ ବାହାନା କରିଦେବା କି ମୁଁ କଣ କରିବି, ଘରେ ପିଲା ଅଛି, ପିଲା ଏବେ ଛୋଟ ଅଛି। ଆପଣ ପ୍ରାଣୀଙ୍କର ଏତେ ପ୍ରଜାତି ଦେଖୁଛନ୍ତି, ସ୍ତନ୍ୟପାୟୀ ପ୍ରାଣୀ ଦେଖୁଛନ୍ତି, ସେମାନଙ୍କ ମଧ୍ୟରୁ କାହା ପାଖରେ ଆପଣ ଦେଖନ୍ତି କି ମା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ପିଲାକୁ ଧରି ବୁଲୁଛି? ନା, ଏଇଟା ଆମେ ଖାସ କରି ଭାରତରେ ଏକ ସାମାଜିକ ନିୟମ କରିଦେଇଛୁ କି ପିଲାକୁ 15 ହଉ କି 25, ସେଇ ଗୋଟିଏ କଥା, ମୋ ଛୁଆ। ସେ ଛୁଆ ଏବେ ଛୁଆ ଜନ୍ମ କରିବା ଲାୟକ ହେଇଗଲାନି, ତଥାପି ତାକୁ ଛୁଆ ବୋଲି କହୁଛୁ। କିଛି ରୋଜଗାର କରୁନି। ଯଦି ଆପଣ 4.5 ବର୍ଷ ହେବ କିଛି କରୁନାହାନ୍ତି, ତେବେ କଳଙ୍କି ଗଭୀର ହେଇଯିବ। ଦେୟାର ଆର୍ ନୋ ଫ୍ରି ଲଞ୍ଚେସ୍। ଏକଥା ଆପଣ ବହୁତ ଭଲ ଭାବରେ ଜାଣନ୍ତି। କେହି ବି କାହାକୁ ଏମିତି ମାଗଣାରେ ଘରେ ବସାଇ ଲମ୍ବା ସମୟ ପର୍ଯ୍ୟନ୍ତ ଖୁଆଇବନି। ନମସ୍ତେ ଆଚାର୍ଯ୍ୟ ଜୀ, ମୋର ପ୍ରଶ୍ନ ହେଉଛି, ମୁଁ କିଛି କରେନି, ଘରେ ରୁହେ ଆଉ ବାହାନା କରେ ଯେ ପିଲାର ଦାୟିତ୍ୱ ଅଛି। କି ଯଦି ମୁଁ ତାକୁ ଘରେ ଛାଡ଼ିଦେବି, ତେବେ ତାକୁ ଦେଖିବାକୁ କେହି ନାହାନ୍ତି। ଯାହା ପାଖରେ ବି ଛାଡ଼ିବି ସେ ଟିଭି ମୋବାଇଲ ଦେଖେଇବେ। ଆଉ ଯଦି ବୋର୍ଡିଂକୁ ବି ପଠେଇବି, ତ ସେଠାରେ ଆପଣଙ୍କ ଶିକ୍ଷା ମିଳିପାରିବନି। ସେ ଟିଭି ମୋବାଇଲ ଦେଖୁନି, ଯେମିତି କବୀର ସାହେବଙ୍କ ଭଜନ। ତାର ବୟସ କେତେ? ୟାର 4.5 ବର୍ଷ। ଆଚ୍ଛା, ୟା କଥା ଚାଲିଛି। ହଁ। ତେବେ ମୋର ଘରେ ରହିବା ଏକ ବାହାନା କି? ଆପଣ ଜାଣିଥିବେ ମୁଁ କଣ କହିବି। ସିଏ ବି ହସୁଛି। ତା ବାପାଙ୍କ ପାଖରୁ ତାନା ଶୁଣିବାକୁ ପଡ଼େ। ଦିନ ସାରା ଟାପରା କରନ୍ତି କି କିଛି କରିବାକୁ ଚାହୁଁନି। ପିତାଜୀ, ହାତ ଟେକନ୍ତୁ। ତାନା ଶୁଣିବାକୁ ପଡ଼େ, ସେ ଦେଖେନି ବି ତାକୁ। ମତେ ସବୁ କାମ ଦେଖିବାକୁ ପଡ଼ୁଛି। ସ୍କୁଲ, ପୁଣି ସେସନ, କିଛି ଶିଖାଇବାର ବି ଅଛି। ଆଉ ଏ କଥା ବି ଶୁଣିବାକୁ ପଡ଼େ କି ମୁଁ ଘରୁ ବାହାରୁନି, କିଛି କରୁନି, ରୋଜଗାର ବି କରୁନି। ଜଣେ ମହିଳା ହେବା ସହିତ ଏହା ଏକ ବଡ଼ ବିପଦ ମଧ୍ୟ। ଗୋଟେ ପଟେ ତ ପିଲା ପ୍ରତି ଦାୟିତ୍ୱ ଥାଏ, ବାସ୍ତବ ଦାୟିତ୍ୱ, ଠିକ ଅଛି। ଆଉ ଅନ୍ୟପଟେ ଏକ ବଡ଼ ବିପଦ ଥାଏ କି ଆପଣ ସେହି ଦାୟିତ୍ୱକୁ ବାହାନା କରିଦେବେ କି ମୁଁ କଣ କରିବି, ଘରେ ପିଲା ଅଛି, ପିଲା ଏବେ ଛୋଟ ଅଛି, ସିଏ ତ ଛୋଟ ହିଁ ରହିବ, ଛୋଟ ହିଁ ରହିବ। ଆପଣଙ୍କ ପାଇଁ କଣ ସିଏ କେବେ ବି ବଡ଼ ହେବ? କିନ୍ତୁ ବାହାନା ମିଳିଯାଏ କି? ଆଉ ଅନ୍ୟପଟେ ମୁଁ ଏହା ବି କହିପାରିବିନି କି ଦାୟିତ୍ୱ ନାହିଁ, ନିଶ୍ଚୟ ଅଛି। ମଣିଷର ପିଲା ବହୁତ ଦୁର୍ବଳ ହେଇ ଜନ୍ମ ହୁଏ। ତାକୁ ଅନେକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଓ ଦେଖାଶୁଣା ଦରକାର। ତେଣୁ ସେ କଥା ବି ନିଜ ଜାଗାରେ ଠିକ୍। ତେବେ କେତେବେଳେ କଥା କର୍ତ୍ତବ୍ୟରୁ ହଟିଯାଇ ବାହାନା ପାଲଟିଯାଏ, ସେଇଟା ତ ଆପଣଙ୍କୁ ନିଜେ ହିଁ ଅନୁଭବ କରି ଜାଣିବାକୁ ପଡ଼ିବ। ପରୀକ୍ଷା କରିବା ତ ବହୁତ କଷ୍ଟ ନୁହେଁ ନା? ତାକୁ କିଛି ସମୟ ପାଇଁ ବାହାରକୁ ପଠାଇ ଦେଖନ୍ତୁ କି କେତେ ପାର୍ଥକ୍ୟ ଆସୁଛି। ପରୀକ୍ଷା କରି ଦେଖନ୍ତୁ ନା, କି ସିଏ ସତରେ ଦୁଃଖୀ ହେଉଛି କି ଅସୁବିଧାରେ ଅଛି, କି ତା ଦେଖାଶୁଣାରେ କିଛି ଅଭାବ ରହୁଛି। ପରୀକ୍ଷା କରି ଦେଖନ୍ତୁ, ସପ୍ତାହେ ପାଇଁ କି ମାସେ ପାଇଁ। ମୁଁ ଖତରନାକ ବି ହେଇଯାଏ ଯେତେବେଳେ ପିଲା ମାଙ୍କୁ ହଇରାଣ କରନ୍ତି। ଏକଦମ ବସିଯାଅ, ଏମିତି। ହଁ, ତମରି ପାଇଁ ଆଉ ତମର ଏ ଯୋଉ ସମାଜ ଅଛି, ତୁମମାନଙ୍କ ପାଇଁ ମାମାନଙ୍କୁ କଣ କଣ ସହିବାକୁ ପଡ଼ୁଛି ତୁମେ ଜାଣିଛ? ଏଠିକି ଆଣିବି ଆଉ ନେଇଯିବି। ହଁ, ଏଇଟା ତ ଆପଣ ନିଜକୁ ପଚାରନ୍ତୁ କି ସତରେ ତାକୁ ମୋର ଏତେ ଆବଶ୍ୟକତା ଅଛି 24 ଘଣ୍ଟା ଦେଖାଶୁଣାର? ନା ମୁଁ ପିଲା ପଛରେ କେଉଁଠି ନା କେଉଁଠି ନିଜର ସୁବିଧା ଆଉ ସ୍ୱାର୍ଥ ଯୋଡ଼ି ଦେଇଛି। ସପ୍ତାହେ ପାଇଁ ପଠେଇକି ଦେଖନ୍ତୁ, ଡେ କେୟାରକୁ ବା କେଉଁଠିକୁ, ଆଉ ନିଜ ପାଇଁ କୌଣସି ଏକ ସାର୍ଥକ କାମ ଏବେ ଆରମ୍ଭ କରନ୍ତୁ। 4.5 ବର୍ଷ ହେବ ଯଦି ଆପଣ କିଛି କରୁନାହାନ୍ତି, 4.5 ବର୍ଷ ବହୁତ ସମୟ। ଏବେ ତ କେବଳ ତାନା ଶୁଣିବାକୁ ପଡ଼ୁଛି। ଏମିତି ନ ହଉ କି କଥା ତାନା ଠାରୁ ଆଗକୁ ବଢ଼ିଯାଉ।
ଦେର୍ ଆର୍ ନୋ ଫ୍ରି ଲଞ୍ଚେସ୍। ଏଇଟା ଆପଣ ବହୁତ ଭଲ ଭାବରେ ଜାଣନ୍ତି। ମଣିଷ ଅହଙ୍କାରୀ, ଆଉ ଅହଙ୍କାର ସ୍ୱାର୍ଥୀ ହେଇଥାଏ। କେହି ବି କାହାକୁ ଏମିତି ମାଗଣାରେ ଘରେ ବସେଇ ଲମ୍ବା ସମୟ ପର୍ଯ୍ୟନ୍ତ ଖୁଆଇବେନି। ନିର୍ଭରଶୀଳ ହେବା କେବେ ବି ଭଲ କଥା ନୁହେଁ, କେବେ ବି ନୁହେଁ। ବିଶେଷ କରି ଯେତେବେଳେ ଆପଣଙ୍କ ପାଖରେ ଏକ ସମର୍ଥ ଶରୀର ଅଛି, ପଢ଼ାଲେଖା କରିଛନ୍ତି, ଯୁବତୀ ଅଛନ୍ତି, କାହିଁକି ଆପଣ ନିର୍ଭରଶୀଳ ହେଉଛନ୍ତି? ଆଉ ପିଲା 6 ମାସର କି ବର୍ଷକର, ତେବେ ମୁଁ ବୁଝିଥାନ୍ତି। 4.5 ବର୍ଷ, ଠିକ୍ ଅଛି। ତାକୁ ନିଜଠାରୁ ଟିକେ ଅଲଗା ରଖିବା, ଦୂରରେ ରଖିବା ଆରମ୍ଭ କରନ୍ତୁ ନା। ପରୀକ୍ଷା କରନ୍ତୁ, ଦେଖନ୍ତୁ କି ଫଳାଫଳ ଆସୁଛି। ପିଲାମାନଙ୍କୁ ପଚାରିଲେ ସେମାନେ ବି ଏଥିରେ ଅଧିକ ଖୁସି ଥାନ୍ତି। କହନ୍ତି, ଏଇଟା ବେକାରେ ମୋ ସାଥେ ଲାଗି ରହୁଛି। ତାକୁ ଲାଗୁଛି କି ମୋତେ ତାର ବହୁତ ଦରକାର, ହେଲେ ମୁଁ କହୁଛି କିଛି ଦରକାର ନାହିଁ। ତୁମେ ପୁଣି ଠିଆ ହୋଇଗଲ? ବସ। ନା ନା ନା, ପାପା ତୁମକୁ ଏଇ ଦେଖନ୍ତୁ, ବାପ ଓ ପୁଅ ସଂଗଠନ। ଏହା ମଧ୍ୟ ଏକ ଭ୍ରମ ଅଟେ। ଆଉ ଏ ଭ୍ରମ ପଛରେ ବଜାରର ଆଉ ଲୋକଧର୍ମର ବଡ଼ ବଡ଼ ସ୍ୱାର୍ଥ ଅଛି। ଯେ ପିଲାକୁ ବହୁ ବହୁ ବର୍ଷ ପର୍ଯ୍ୟନ୍ତ ମାଆର ଆବଶ୍ୟକତା ଥାଏ। ଏମିତି ନୁହେଁ। ଯଦି ଏମିତି ହେଇଥାନ୍ତା, ତେବେ ଗୁରୁକୁଳରେ ପିଲାମାନଙ୍କୁ ଛୋଟବେଳୁ ପଠାଇ ଦିଆଯାଉନଥାନ୍ତା ଏବଂ ସେମାନେ ସବୁଠାରୁ ଉତ୍ତମ ଯୁବକ ହୋଇ ବାହାରୁଥିଲେ। ଆପଣ ଏତେ ପ୍ରଜାତି ଦେଖୁଛନ୍ତି, ଜୀବଜନ୍ତୁଙ୍କର, ସ୍ତନ୍ୟପାୟୀ ପ୍ରାଣୀଙ୍କର। ସେମାନଙ୍କ ମଧ୍ୟରୁ କାହା ପାଖରେ ଦେଖିଛ ଯେ ବହୁତ ସମୟ ପର୍ଯ୍ୟନ୍ତ ମା ପିଲାକୁ ଧରି ବୁଲୁଛି? ଦେଖନ୍ତୁ, ଏମିତି ହିଁ ହୁଏ। ଯଦି ସେ ଶିକ୍ଷକଙ୍କ ପାଖରେ ଥାନ୍ତା, ତେବେ ଅମାନିଆ ହେବା ଶିଖିନଥାନ୍ତା। କିନ୍ତୁ ମା ପାଖରେ ଅଧିକ ସମୟ ରହିଲେ ମମତା ଯୋଗୁଁ ତାପରେ ଏହି ଅବସ୍ଥା ହେବ। ଏହି ସମୟରେ ତାକୁ ଶିକ୍ଷକଙ୍କ ପାଖରେ ରହିବା କଥା। ଆଉ ଏବେ ଏ କଥାଟା ଭଲ ଲାଗୁଛି, କାରଣ ସେ ଛୋଟ ଅଛି। 2-3 ବର୍ଷ ବିତିଗଲା ପରେ ଆପଣ ହଇରାଣ ହେବା ଆରମ୍ଭ କରିବେ ଯେ ଏ କ'ଣ ହେଇଗଲା। ଏ କ୍ୟୁଟନେସ୍ ପରେ ବଦମାସିରେ ବଦଳିଯିବ। ସବୁ ପଶୁ ଗୋଟିଏ ସମୟ ପର୍ଯ୍ୟନ୍ତ ନିଜ ପିଲାର ଯତ୍ନ ନିଅନ୍ତି, ତାପରେ ଯାଅ ଭାଇ, ନିଜ ଜୀବନ ଦେଖ। ହେଇଗଲା। ଆମେ ବିଶେଷ କରି ଭାରତରେ ଏକ ସାମାଜିକ ନିୟମ କରିଦେଇଛୁ ଯେ ପିଲାକୁ 15 ହଉ କି 25 ଆମେ କହୁଛୁ ମୋ ଛୁଆ। ସେ ଛୁଆ ଏବେ ଛୁଆ ଜନ୍ମ କରିବା ଲାୟକ ହେଇଗଲାନି, ତଥାପି ତାକୁ ଛୁଆ ବୋଲି କହୁଛୁ। ସ୍କୁଲ୍ସରେ, ୟୁନିଭର୍ସିଟିଜରେ ଜଣେ ପ୍ରଫେସର କହୁଥିଲେ, ମୋର PhD କରୁଥିବା 4ଟି ଛୁଆ ଅଛନ୍ତି। ଏବେ ଆସିବେ, PhD କରୁଥିବା ଛୁଆ? PhD କରୁଥିବା ଛୁଆ? ଛାଡ଼ିଦିଅ ଭାଇ, ପୁରାପୁରି ଛାଡ଼ିଦେବାକୁ କହୁନି। ଆରମ୍ଭ କରନ୍ତୁ, ପ୍ରୟୋଗ କରନ୍ତୁ, ଠିକ୍ ଅଛି?